ବୋଝର ଉପରେ ନଳିତା ବିଡ଼ାସେ ଭାଙ୍ଗି ଦିଏ ମନ ବଳ, ଅସମୟ ପୁଣି ଚିହ୍ନାଏ ସମ୍ପର୍କ ବିଧିର ବିଚିତ୍ର ଖେଳ। ଜୀବନରେ ଯଦି କେବେ କାହା ପାଇଁ ନଇବାକୁ ପଡ଼େ ତାହେଲେ ପଛଘୁଞ୍ଚା ଦିଅନ୍ତୁ ନାହିଁ, କାହିଁକି ନା ରାତ୍ରିର ଜହ୍ନ ପାଇଁ ଦୂର ଆକାଶର ସୂର୍ଯ୍ୟକୁ ବି ସନ୍ଧ୍ୟାରେ ଅସ୍ତ ହେବାକୁ ପଡ଼ିଥାଏ। ଭଲ ପାଇବା ଯେ କେବଳ ସବୁବେଳେ ଖୁସିରୁ ହିଁ ମିଳିଥାଏ ତାହା ନୁହେଁ, ବରଂ ଅନେକ ସମୟରେ ଆଖିରୁ ଲୁହ ଝରାଇ ମଧ୍ୟ ଭଲ ପାଇବାର କ୍ଷୁଧା ମେଣ୍ଟା ଯାଇପାରେ। ଜୀବନରେ କେବେ କାହାକୁ କମଜୋର ଭାବିବେନି, କାହିଁକି ନା ସମ୍ପୂର୍ଣ୍ଣ ଦୁନିଆକୁ ଡୁବେଇ ଦେବା ଭଳି ସାଗର ମଧ୍ୟ ଗୋଟିଏ ବୁନ୍ଦା ତେଲକୁ ଡୁବେଇ ପାରେ ନାହିଁ। ସଂସାରରେ ଯିଏ ସୁଖୀ ରହିବାକୁ ଚାହେଁ ସିଏ ଧର୍ମ ମାର୍ଗରେ ହିଁ ଚାଲିବା ଉଚିତ, କାରଣ ଧର୍ମ ଭୌତିକ ସୁଖ ହିଁ ନୁହେଁ ବରଂ ଆଧ୍ୟାତ୍ମିକ ସୁଖ ମଧ୍ୟ ପ୍ରଦାନ କରିଥାଏ। ଯାହାର କୌଣସି ଗ୍ୟାରେଣ୍ଟି ନାହିଁ ତାର ନାଁ ହେଉଛି ଜୀବନ, ଆଉ ଯାହାର ଗ୍ୟାରେଣ୍ଟି ଅଛି ତାର ନାଁ ହେଉଛି ମୃତ୍ୟୁ। ଜୀବନରେ କାହାର କ୍ଷତି କରିବା ପୂର୍ବରୁ ଥରେ ଭାବି ନିଅନ୍ତୁ, ଆଜି ଆପଣ ଯାହାର ଯେତିକି କ୍ଷତି କରୁଛନ୍ତି କେହି ଜଣେ ଆପଣଙ୍କର ଏହାଠୁ ଅଧିକ କ୍ଷତି କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଆପଣଙ୍କ ଉପରେ କେହି ବିଶ୍ୱାସ କରୁ କିମ୍ବା ନ କରୁ, ଆପଣଙ୍କୁ କିନ୍ତୁ ନିଜ ଉପରେ ପ୍ରଥମେ ବିଶ୍ୱାସ କରିବାକୁ ହେବ। ବୋଝର ଉପରେ ନଳିତା ବିଡ଼ାସେ ଭାଙ୍ଗି ଦିଏ ମନ ବଳ, ଅସମୟ ପୁଣି ଚିହ୍ନାଏ ସମ୍ପର୍କ ବିଧିର ବିଚିତ୍ର ଖେଳ। ଜୀବନରେ ଯଦି କେବେ କାହା ପାଇଁ ନଇବାକୁ ପଡ଼େ ତାହେଲେ ପଛଘୁଞ୍ଚା ଦିଅନ୍ତୁ ନାହିଁ, କାହିଁକି ନା ରାତ୍ରିର ଜହ୍ନ ପାଇଁ ଦୂର ଆକାଶର ସୂର୍ଯ୍ୟକୁ ବି ସନ୍ଧ୍ୟାରେ ଅସ୍ତ ହେବାକୁ ପଡ଼ିଥାଏ। ଭଲ ପାଇବା ଯେ କେବଳ ସବୁବେଳେ ଖୁସିରୁ ହିଁ ମିଳିଥାଏ ତାହା ନୁହେଁ, ବରଂ ଅନେକ ସମୟରେ ଆଖିରୁ ଲୁହ ଝରାଇ ମଧ୍ୟ ଭଲ ପାଇବାର କ୍ଷୁଧା ମେଣ୍ଟା ଯାଇପାରେ। ଜୀବନରେ କେବେ କାହାକୁ କମଜୋର ଭାବିବେନି, କାହିଁକି ନା ସମ୍ପୂର୍ଣ୍ଣ ଦୁନିଆକୁ ଡୁବେଇ ଦେବା ଭଳି ସାଗର ମଧ୍ୟ ଗୋଟିଏ ବୁନ୍ଦା ତେଲକୁ ଡୁବେଇ ପାରେ ନାହିଁ। ସଂସାରରେ ଯିଏ ସୁଖୀ ରହିବାକୁ ଚାହେଁ ସିଏ ଧର୍ମ ମାର୍ଗରେ ହିଁ ଚାଲିବା ଉଚିତ, କାରଣ ଧର୍ମ ଭୌତିକ ସୁଖ ହିଁ ନୁହେଁ ବରଂ ଆଧ୍ୟାତ୍ମିକ ସୁଖ ମଧ୍ୟ ପ୍ରଦାନ କରିଥାଏ। ଯାହାର କୌଣସି ଗ୍ୟାରେଣ୍ଟି ନାହିଁ ତାର ନାଁ ହେଉଛି ଜୀବନ, ଆଉ ଯାହାର ଗ୍ୟାରେଣ୍ଟି ଅଛି ତାର ନାଁ ହେଉଛି ମୃତ୍ୟୁ। ଜୀବନରେ କାହାର କ୍ଷତି କରିବା ପୂର୍ବରୁ ଥରେ ଭାବି ନିଅନ୍ତୁ, ଆଜି ଆପଣ ଯାହାର ଯେତିକି କ୍ଷତି କରୁଛନ୍ତି କେହି ଜଣେ ଆପଣଙ୍କର ଏହାଠୁ ଅଧିକ କ୍ଷତି କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଆପଣଙ୍କ ଉପରେ କେହି ବିଶ୍ୱାସ କରୁ କିମ୍ବା ନ କରୁ, ଆପଣଙ୍କୁ କିନ୍ତୁ ନିଜ ଉପରେ ପ୍ରଥମେ ବିଶ୍ୱାସ କରିବାକୁ ହେବ।